ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଠାରେ ଯାଜପୁର ମେକାନିକ ସଂଘ ଓ ବାଲିଚନ୍ଦ୍ରପୁର ମେକାନିକ ସଂଘ ତରଫରୁ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସଂଘର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଏହି ରକ୍ତଦାନ କେନ୍ଦ୍ରକୁ କଟକ ବଡ଼ ମେଡିକାଲ ତରଫରୁ ରକ୍ତଦାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଥିଲା ଏବଂ 200 ରୁ 250 ୟୁନିଟ୍ ପର୍ଯ୍ୟନ୍ତ ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଶିବିରରେ କଟକ ବଡ଼ ମେଡିକାଲର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ଲଡ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିରକୁ ବାଲିଚନ୍ଦ୍ରପୁର ଓ ଯାଜପୁର ମେକାନିକ ସଂଘର ସଦସ୍ୟମାନେ ହେଲେ ଏସକେ ଶରିଫୁଲ୍ଲା, ଏସକେ କସିମ, ମୁନ୍ନା ଖାଁ, ଜାହିଦ ଖାଁ, ଉତ୍ସବ ଦାସ, ପ୍ରମୋଦ ବେହେରା, ଏସକେ ହ୍ୟୁମାନ, ଉଷା, ଉମରାନ ଖାନ ଏବଂ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ଏବଂ ମେକାନିକ ସଂଘର ସଦସ୍ୟମାନେ ବହୁ ପ୍ରଚେଷ୍ଟା କରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ରକ୍ତଦାନ ଶିବିରକୁ ବିଶେଷ କରି ସୋନୁ ଭାଇଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଥିଲା। ये आज जाजपुर मेकानिक संघ तरफ इनभाइट जब एम को अशेष धन्यवाद मैंने आपको 108 ब्लड डोनेट करते तथापि एम 50+ चलती तथा एम जो कार्यकलाप मुझे अशेष धन्यवाद दूसरी। आशा कर समस्ते अन्य मैंने अनुप्रेरित ही रक्तदान कर ना ना दल नुहे मेकानिक संघ गला वर्ष करथिली गवर्नमेंट तरफ हमको किसी मिलनी किंतु साहाय्य मिलुछि बेले बेले एमे हम चाहूछु एबे किसी हमको मिली ना डायरेक्ट अपन मेसेज ता दिया जाओ जो लोगटी हैरान होछन ब्लड पे से ब्लड ता हम मेकानिक तरफ तांको मिलु। ଯାଜପୁରରୁ ଧ୍ରୁବଚରଣ ସାହୁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।